ଗ୍ୟାସ୍ର ଅଭାବରୁ ଆମେ ଆଜି ପହଞ୍ଚିଯାଇଛୁ ବର୍ତ୍ତମାନ କାଠ ଚୁଲିକୁ। କାଠ ଚୁଲିରେ ଆମେ ବର୍ତ୍ତମାନ ମକା ସବୁ ସିଝେଇବା, ମକା ସିଝେଇକି ଖାଇବା। ଏ ହେଉଛି ଆମର କାଠ ଚୁଲି। ତଳେ ଆମେ କାଠ ଚୁଲି ବନେଇଛୁ। ଆମ ଆଇଡ଼ିଆରେ ପ୍ରସ୍ତୁତ ହେଇଛି ଗୋଟେ ଚୁଲି ଏବଂ ମକା ଛଡ଼େଇବାରେ ବ୍ୟସ୍ତ ଅଛନ୍ତି ଆମର ଶୁଭଙ୍କର ଏବଂ ଆଶିଷ। ପୁରା ପଦ୍ମ ଫୁଲ ଭଳିଆ ଛଡ଼େଇ ଦେଇଛନ୍ତି ମକା। ଦେଖା ମକାଟା କି ସାଇଜ୍ରେ ହେଇଛି ଦେଖ ସାଙ୍ଗମାନେ, ବନ୍ଧୁମାନେ। ଏ ହେଉଛି ମକା। ଏଇ ମକାର ଏଇ ଜିନିଷଟାକୁ ଛଡ଼େଇ ଦେବେ, ଏଇଭଳିଆ ଉଠେଇ ଦେବେ। ଦେଖୁନ୍ କି ସାଇଜ୍ର ମକା, ପୁରା ଦାନା, ପୁରା କ୍ୱାଲିଟି ମକା। ଏଇଭଳିଆ ମକା ଥରେ ଖାଇଲେ ଭୁଲିବେନି ଆମଡୁବି ଗାଁକୁ। ଏଇଟା ଆସିଛି ଆମଡୁବିରୁ, ସ୍ପେଶାଲ କରି ଆମଡୁବି ଗାଁରେ ଏଇଭଳିଆ ମକା ଫଳେ। ଆଉ ଆପଣମାନେ ଯଦି ଚାହୁଁଛନ୍ତି ମକା ଖାଇବା ପାଇଁ ତାହେଲେ ପୁରା ଆମଡୁବି ଗାଁକୁ ପହଞ୍ଚିଯାଆନ୍ତୁ। ସେଠାରେ ବହୁତ ଶସ୍ତାରେ 15 ଟଙ୍କା କିଲୋରେ ମକା ଦିଆହେଉଛି। ଆମେ ମକା ଆଣିଥିଲୁ, ଆଉ ସେଠି ବ୍ୟସ୍ତବହୁଳ ବହୁତ ଭିଡ଼, ସେଥିପାଇଁ ଆମେ ସେଠି ଭିଡ଼ିଓ କରିପାରିଲୁନି। ଆଜି ଆମେ ମକା ସିଝେଇବା। ଏଠି ଦେଖନ୍ତୁ ଆମର ଚୁଲି, ଏ ଚୁଲିରେ ମକାକୁ ଆମେ ଗରମ ପାଣି